नमस्कार प्रिय होमियोपैथ बंधुगण। होमियो हिलिंग्सर ଏହି ଅଧ୍ୟାୟକୁ ଡାକ୍ତର ବିପିନ ସାମନ୍ତରାୟର ଆପଣମାନଙ୍କୁ ବିନୀତ ସ୍ୱାଗତ। ବନ୍ଧୁଗଣ, ଯେଉଁମାନେ ସେହେଗଲ ମେଥଡ଼ ବା ମାଇଣ୍ଡ ମେଥଡ଼ ଆଧାରରେ ଚିକିତ୍ସା କରୁଛନ୍ତି ସେମାନଙ୍କ ପାଇଁ ଅସୁସ୍ଥ ଅବସ୍ଥାରେ ରୋଗୀର ମାନସିକ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅର୍ଥାତ୍ ଦି ମେଣ୍ଟାଲ ଷ୍ଟେଟ୍ ଡ୍ୟୁରିଂ ଦି ସିକନେସ୍ ଗାଇଡ୍ସ ଅସ୍ ଟୁ ସିଲେକ୍ଟ ଏ ସିମିଲିମମ୍ ଫର୍ ଦି ପେସେଣ୍ଟ। ମହାତ୍ମା ହାନିମାନ ଓ ଅନ୍ୟାନ୍ୟ ଚିକିତ୍ସକମାନେ ମାନସିକ ସ୍ଥିତିକୁ ବହୁତ ଗୁରୁତ୍ୱ ଦେଇ ଆସିଛନ୍ତି। ଡାକ୍ତର ଏମ୍.ଏଲ୍. ସେହଗଲ ଶାରୀରିକ ଲକ୍ଷଣମାନଙ୍କ ଉପରେ ନିର୍ଭର କରି ରୋଗୀ ଚିକିତ୍ସା କ୍ଷେତ୍ରରେ ବିଫଳ ହେବା ପରେ ଆବିଷ୍କାର କଲେ ଯେ ସେହିସବୁ କ୍ଷେତ୍ରରେ ମନୋଲକ୍ଷଣମାନଙ୍କ ଉପରେ ଔଷଧ ନିର୍ବାଚନ କରି ସେ ସଫଳ ହେଉଛନ୍ତି। ଏହାପରେ ହୋମିଓପାଥି ରିପୋର୍ଟରୀର ମାଇଣ୍ଡ ଚାପ୍ଟରର ଯେଉଁ ରୁବ୍ରିକ୍ ବା ଲକ୍ଷଣ ଗୁଡ଼ିକ ବିଶେଷ ବ୍ୟବହୃତ ହେଉନଥିଲା ସେ ସେଗୁଡ଼ିକର ବିଶେଷ ଅନୁଶୀଳନ କରି ତାହାର ଉପଯୋଗିତା ପ୍ରକାଶ କଲେ। କାଳକ୍ରମେ ଏକଥା ସ୍ପଷ୍ଟ ହେଲା ଯେ ରୋଗୀର ମାନସିକ ଅବସ୍ଥା ହିଁ ତାହାର କେନ୍ଦ୍ରବିନ୍ଦୁ ବା ଆରୋଗ୍ୟର ଚାବିକାଠି। ତେବେ ଏହି ମନୋଲକ୍ଷଣ ଗୁଡ଼ିକ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ ତେବେ ସେଗୁଡ଼ିକୁ ଆମେ କିପରି ନିର୍ଣ୍ଣୟ କରିପାରିବା? ଡାକ୍ତର ସେହଗଲ ତାଙ୍କର ଅଭିଜ୍ଞତା ଓ ଗବେଷଣାରୁ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ରୋଗୀ ତାର ଅସୁସ୍ଥତା ସମୟରେ ତାର ଯେଉଁ ମାନସିକ ସ୍ଥିତି ଉପସ୍ଥାପିତ କରୁଛି ତାହା ହିଁ ଆମ ପାଇଁ ଚିକିତ୍ସାର ଆଧାର। ଅର୍ଥାତ୍ ରୋଗୀର ପ୍ରେଜେଣ୍ଟ ଅଲ୍ଟର୍ଡ ମେଣ୍ଟାଲ ଷ୍ଟେଟ୍ ଏକ୍ସପ୍ରେସ୍ଡ ଡ୍ୟୁରିଂ ହିଜ୍ ସିକନେସ୍। ଉଦାହରଣ ସ୍ୱରୂପ ମନେ କରନ୍ତୁ ଆପଣ ଜଣେ ଶାନ୍ତଶିଷ୍ଟ ବ୍ୟକ୍ତି, ମାତ୍ର ଅସୁସ୍ଥତା ସମୟରେ ଆପଣ ଚିଡ଼ଚିଡ଼ା ହେଇଯାଉଛନ୍ତି। ଏହି ହେଲା ଆପଣଙ୍କର ପରିବର୍ତ୍ତିତ ମାନସିକ ଅବସ୍ଥା ବା ଅଲ୍ଟର୍ଡ ମେଣ୍ଟାଲ ଷ୍ଟେଟ୍। ତେବେ ଏହି ମେଣ୍ଟାଲ ଷ୍ଟେଟ୍କୁ ଆମେ କିପରି ନିର୍ଭୁଲ ଭାବରେ ଜାଣିବା? ତାଙ୍କର ଗଭୀର ଅନୁଶୀଳନରୁ ଡାକ୍ତର ସେହଗଲ ଦେଖିଲେ ରୋଗୀ ସ୍ୱତଃସ୍ଫୂର୍ତ୍ତ ଭାବରେ ଯେଉଁ ମାନସିକ ଅବସ୍ଥା ତାର ବକ୍ତବ୍ୟ, ଆଚରଣ ଓ ଅଙ୍ଗଭଙ୍ଗୀ ଦ୍ୱାରା ପ୍ରକାଶ କରେ ତାହା ହିଁ ଆମକୁ ବାଟ ଦେଖାଏ। ରୋଗୀର ଏହି ସ୍ୱତଃସ୍ଫୂର୍ତ୍ତ ପରିପ୍ରକାଶ ବା ଅଭିବ୍ୟକ୍ତି ଗୁଡ଼ିକୁ ଆମକୁ ରିପୋର୍ଟର ମାଇଣ୍ଡ ଚାପ୍ଟରର ରୁବ୍ରିକ୍ ମାନଙ୍କ ସହିତ ମେଳ କରିବାକୁ ହେବ। ଏହାଦ୍ୱାରା ଆମେ ସଠିକ ଔଷଧ ନିର୍ବାଚନ କରିପାରିବା। ଏହିପରି ପ୍ରୟାସ ପାଇଁ ଆମେ ଗୋଟିଏ ଭିଡ଼ିଓ ସିରିଜ ଆରମ୍ଭ କରିବା ଯାହା ଏବେ ଭର୍ସନ୍ସ ଟୁ ରୁବ୍ରିକ୍ସ ବା ପୀଡ଼ିତର ଅଭିବ୍ୟକ୍ତି ଯଥାର୍ଥ ରୁବ୍ରିକ୍ର ଉକ୍ତି। ଆଜି ହେଉଛି ଏହାର ପ୍ରଥମ ଚରଣ। ବନ୍ଧୁଗଣ, ଆପଣ ଲକ୍ଷ୍ୟ କରି ଦେଖନ୍ତି କିମ୍ବା ରୋଗୀ କୁହେ, ଡାକ୍ତର ବାବୁ, ଅସୁସ୍ଥତା ହେତୁ ମୋର ସବୁବେଳେ ବିଛଣାରେ ପଡ଼ି ରହିବାକୁ ଇଚ୍ଛା ହେଉଛି। ବେଡ୍ରୁ ଉଠି ଚାଲବୁଲ କିମ୍ବା କୌଣସି କାମଦାମ କରିବାକୁ ଇଚ୍ଛା ହେଉନାହିଁ। 24 ଘଣ୍ଟା ବିଛଣାରେ ପଡ଼ି ରହିବାକୁ ହିଁ ମୋର ଇଚ୍ଛା। ବନ୍ଧୁଗଣ, କ୍ଳାନ୍ତି ନିବାରଣ ପୂର୍ବକ ଆରାମ ପାଇବା ପାଇଁ ବିଛଣା ହେଉଛି ଉପଯୁକ୍ତ ସ୍ଥାନ। ଏହା ଶାରୀରିକ ଓ ମାନସିକ ଭାବେ ଆମ ପାଇଁ ସୁଖକର ମନେ ହୁଏ। ରୋଗୀର ଏହି ଅଭିବ୍ୟକ୍ତି ପାଇଁ ରିପୋର୍ଟର ରୁବ୍ରିକ୍ ହେଲା ବେଡ୍, ରିମେନ୍ ଇନ୍ ବେଡ୍, ଡିଜାୟାର ଟୁ। ରିପୋର୍ଟରେ ଆପଣ ଅନ୍ୟ ଗୋଟିଏ ରୁବ୍ରିକ୍ ମଧ୍ୟ ପାଇବେ, ତାହା ହେଉଛି ରେଷ୍ଟ, ଡିଜାୟାର ଫର୍। ଏହି ଦୁଇଟି ଯାକ ରୁବ୍ରିକ୍ ଏକାପରି ମନେ ହେଉଥିଲେ ବି ବାସ୍ତବରେ ଏକ ନୁହନ୍ତି ଏବଂ ଏଥିରେ ସନ୍ନିବେଶିତ ଔଷଧମାନେ ମଧ୍ୟ ଭିନ୍ନ ଅଟନ୍ତି। ତେବେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? ରିମେନ୍ ଇନ୍ ବେଡ୍ ହେଉଛି ସମ୍ପୂର୍ଣ୍ଣ ବିଛଣାରେ ଦୀର୍ଘ ସମୟ ପାଇଁ ରହିବାର ଇଚ୍ଛା ଏବଂ ରେଷ୍ଟ ହେଉଛି କର୍ମକ୍ଳାନ୍ତି ମଧ୍ୟରେ ସାମୟିକ ଭାବେ ବିଶ୍ରାମ ନେବା। ଆଜି ଆମେ ବେଡ୍, ରିମେନ୍ ଇନ୍ ବେଡ୍, ଡିଜାୟାର ଟୁ ରୁବ୍ରିକ୍ଟିକୁ ଆଲୋଚନା କରିବା। ଏହି ରୁବ୍ରିକ୍ରେ କେଣ୍ଟଙ୍କ ରିପୋର୍ଟରେ 10ଟି ଓ ସିନ୍ଥେସିସ୍ ରିପୋର୍ଟରେ 30ଟି ଔଷଧ ସନ୍ନିବେଶିତ। ତେବେ ସେଥିମଧ୍ୟରୁ ଆମେ ଦୃଷ୍ଟାନ୍ତମୂଳକ ଭାବେ ମାତ୍ର କେତୋଟି ଔଷଧକୁ ଆଲୋଚନା କରିବା। ଉଦ୍ଦେଶ୍ୟ ହେଉଛି ଯଦିଓ ଏହି ଔଷଧ ଗୁଡ଼ିକ ବେଡ୍, ରିମେନ୍ ଇନ୍, ଡିଜାୟାର ଟୁ ରୁବ୍ରିକ୍ରେ କମନ୍, ତେବେ ସେମାନଙ୍କର ଅନ୍ୟ କେଉଁ ସବୁ ମାଇଣ୍ଡ ରୁବ୍ରିକ୍ ସେମାନଙ୍କର ସ୍ୱାତନ୍ତ୍ର ପ୍ରକାଶ କରେ ଓ ଆମେ ଚିକିତ୍ସା ସମୟରେ ଏହିସବୁ ବିଷୟକୁ ବିଚାରକୁ ନେଇ କିପରି ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କରିପାରିବା। ଯେଉଁ ଔଷଧ ଗୁଡ଼ିକ ଆମେ ଆଜିର ଆଲୋଚନାର ପରିସରଭୁକ୍ତ କରିବା ସେଗୁଡ଼ିକ ହେଲା ଆଲୁମିନା, ଆର୍ଜେଣ୍ଟମ୍ ନାଇଟ୍ରିକମ୍, ଡ୍ରୋସେରା ଏବଂ ହାଇସମସ୍। ପ୍ରଥମେ ଆସନ୍ତୁ ଆଲୁମିନା।
ଆମେ ସମସ୍ତେ ଜାଣୁ ଆଲୁମିନା ହେଉଛି ଏକ ନରମ ଧାତୁ। ଏହାକୁ ସହଜରେ ଆମେ ମୋଡ଼ି ମାଡ଼ି ଦେଇପାରିବା। ଏହି ନମନୀୟ ସ୍ୱଭାବଟି ମଧ୍ୟ ଆଲୁମିନାର ପ୍ରୁଭିଂରେ ଦେଖାଯାଏ। ଏଣୁ ଏହାର ରୁବ୍ରିକ୍ ହେଉଛି ଇଲ୍ଡିଂ ଡିସ୍ପୋଜିସନ୍। ଏହାର ଆଚରଣରେ ସ୍ଥିରତା ପରିବର୍ତ୍ତେ କନଫ୍ୟୁଜନ୍ ଦେଖାଯାଏ। ଦେହ ଖରାପ ବେଳେ ରୋଗୀ ଭାବେ ଜ୍ୱର ହେଇଛି, ଇଏ ଭଲ ହେଇଯିବ, କିଛି ଖରାପ ହେବ ନାହିଁ। କିନ୍ତୁ ଯଦି ଅସୁସ୍ଥତା ଲାଗି ରହିବ ତେବେ ସେ ହତୋତ୍ସାହିତ ହୋଇପଡ଼ିବ। କହିବ, ଆରେ ଇଏ ଆଉ କିଛି ବେଶୀ ଖରାପ ହେବ କି? ଏହି ପ୍ରକାର ମନୋଭାବ ଆଲୁମିନାର ଏକ ପ୍ରମୁଖ ଲକ୍ଷଣ। ଏଥିପାଇଁ ରୁବ୍ରିକ୍ ହେଉଛି କନଫିଡେଣ୍ଟ ଅଲ୍ଟରନେଟିଂ ୱିଥ୍ ଡିସ୍କରେଜମେଣ୍ଟ। ଏଥିରେ ଆଲୁମିନା એકમાત્ર ଔଷଧ। ପୁଣି କନଫିଡେଣ୍ଟ ଅଲ୍ଟରନେଟିଂ ୱିଥ୍ ଟିମିଡିଟି ରୁବ୍ରିକ୍ରେ ମାତ୍ର ଦୁଇଟି ଔଷଧ ଅଛନ୍ତି। ଗୋଟିଏ ହେଲା ଆଲୁମିନା ଓ ଅନ୍ୟ ଗୋଟି ଫାଲକୋପେ। ଏହି ରୁବ୍ରିକ୍ ଦୁଇଟିରେ ଆଲୁମିନାର ଦ୍ୱିଧା ଭାବ ପ୍ରକାଶ ପାଏ। ଗୋଟିଏ ଅବସ୍ଥାରେ ତାର ଆତ୍ମପ୍ରତ୍ୟୟ ଥିବା ପରି ମନେ ହୁଏ, ପରେ କିନ୍ତୁ ହତୋତ୍ସାହିତ ବା ଭୟାଳୁ ଭାବ ଉଦ୍ରେକ ହୁଏ। ରୋଗୀର ମନେ ହୁଏ ସତେ ଯେପରି ତାର ନିଜର ବିଚାର କିଛି ନାହିଁ ଓ ଅନ୍ୟର ବିଚାର ଦ୍ୱାରା ସେ ପରିଚାଳିତ। ରୁବ୍ରିକ୍ ହେଲା ଡେଲ୍ୟୁଜନ୍ସ ହେଡ୍ ବିଲଙ୍ଗସ୍ ଟୁ ଅଦର୍ସ। ଏଣୁ ନିଜର ବୁଦ୍ଧି ନ ଖଟାଇ ଅନ୍ୟର ମତାମତକୁ ସେ ସହଜରେ ଗ୍ରହଣ କରିନିଏ। ପରେ କିନ୍ତୁ ଏହା ଏକନିଷ୍ଠତା ବା ପର୍ସିଭରାନ୍ସ ଦେଖାଯାଏ। ପୁଣି ତାର ଭ୍ରମ ହୁଏ ଯେ ତାର ଶରୀରର ଅଂଶ ବିସ୍ତାରିତ ଓ ସେ ଖୁବ୍ ବଡ଼। ତାର ରୁବ୍ରିକ୍ ହେଲା ଡେଲ୍ୟୁଜନ୍ସ ବଡି ପାର୍ଟସ୍ ଅଫ୍ ଦ ବଡି ଇଜ୍ ଏନଲାର୍ଜଡ୍ ଓ ଡେଲ୍ୟୁଜନ୍ସ ଗ୍ରେଟ୍ ହି ଇଜ୍। ତାର ଏହି ଡିସ୍କରେଜମେଣ୍ଟ ଓ ଟିମିଡିଟି ସ୍ୱଭାବ ହେତୁ ସେ ବିଛଣାରେ ପଡ଼ି ରହିବାକୁ ଚାହେଁ ଓ ସେଥିରେ ଆରାମ ବୋଧ କରେ। ସେଥିପାଇଁ ରୁବ୍ରିକ୍ଟି ହେଉଛି ଚେୟାରଫୁଲ୍ ବେଡିଂ, ଅର୍ଥାତ୍ ବିଛଣାରେ ସେ ଆନନ୍ଦ ଅନୁଭବ କରେ। ଏହାର ପରବର୍ତ୍ତୀ ଔଷଧଟି ହେଉଛି ଆର୍ଜେଣ୍ଟମ୍ ନାଇଟ୍ରିକମ୍। ଆର୍ଜେଣ୍ଟମ୍ ନାଇଟ୍ରିକମ୍ର ପ୍ରମୁଖ ଲକ୍ଷଣ ହେଉଛି ଏଲିମେଣ୍ଟସ୍ ଫ୍ରମ୍ ଆଣ୍ଟିସିପେସନ୍। ଆଣ୍ଟିସିପେସନ୍ର ଅର୍ଥ ହେଲା ପ୍ରତ୍ୟାଶା ବା ପୂର୍ବାନୁମାନ, ଅର୍ଥାତ୍ ଭବିଷ୍ୟତରେ କିଛି ଅଘଟଣ ଘଟିବା ନେଇ ଆଶଙ୍କା ବା ପୂର୍ବାନୁମାନ। ଯାହା ଏପର୍ଯ୍ୟନ୍ତ ଘଟିନାହିଁ ସେଥିନେଇ ଚିନ୍ତା ଓ ତହିଁରୁ ଉତ୍ପନ୍ନ ପୀଡ଼ା ବା ଅସୁସ୍ଥତା। ଉଦାହରଣ ସ୍ୱରୂପ ଭବିଷ୍ୟତରେ କୌଣସି ଘଟଣା ନେଇ ରୋଗୀର ଉଦ୍ବେଗ। ଧରନ୍ତୁ ଆପଣଙ୍କର ଆଗକୁ ପରୀକ୍ଷା, ସାକ୍ଷାତକାର ବା କୌଣସି ଘଟଣାରେ ଅଂଶଗ୍ରହଣ କରିବାର ଅଛି। ସେହିସବୁ କଥା ଭାବି ଆପଣ ନର୍ଭସ୍ ହୋଇପଡ଼ିବେ। ଭାବିବେ ଯଦି ପରୀକ୍ଷାରେ ଫେଲ୍ ହେଇଯିବି, ଦୂର ଜାଗାକୁ ଯାଉଛି, ଯଦି ମୋର ଦେହ ଖରାପ ହେବ, ମୋର ବାହାଘର ହେବାକୁ ଯାଉଛି, ଶାଶୁ ଘରେ ନୂଆ ଲୋକଙ୍କ ସହିତ ଚଳିପାରିବି ତ? ଏଥିପାଇଁ ଅନ୍ୟ ରୁବ୍ରିକ୍ଟି ହେଉଛି ଆଞ୍ଜାଇଟି ଆଣ୍ଟିସିପେସନ୍ ଫ୍ରମ୍। ଏହାର ଆଉ ଗୋଟିଏ ପ୍ରମୁଖ ମାନସିକ ଲକ୍ଷଣ ହେଉଛି ଫିୟର ଅଡିଆଲ୍ସ ଅଫ୍, ଅର୍ଥାତ୍ ଅଡିଆଲ୍ସର ଭୟ। ଅଡିଆଲ୍ସର ଡେଫିନେସନ୍ ହେଉଛି a very unpleasant and prolonged experience or an ancient state of guilt or innocence by subjection of the accused to severe pain, survival of which was taken as a divine proof of innocence. ଅଡିଆଲ୍ ହେଉଛି କ'ଣ ନା ପୂର୍ବ କାଳରେ ପ୍ରଚଳିତ ଏକ କଠିନ ଓ ଯନ୍ତ୍ରଣାଦାୟକ ପରୀକ୍ଷା। ଆପଣମାନେ ରାମାୟଣରେ ସୀତାଙ୍କର ଅଗ୍ନି ପରୀକ୍ଷା ଦୃଷ୍ଟାନ୍ତ ଜାଣନ୍ତି। ତାଙ୍କ ସତୀତ୍ୱର ପରୀକ୍ଷା ନେବା ପାଇଁ ତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ କୁହାହେଲା। ଏବେ ମଧ୍ୟ ଆପଣ ସିନେମା ବା ଟିଭି ସିରିଏଲରେ ଏପରି ଦୃଶ୍ୟ ଦେଖିବାକୁ ପାଇବେ ଯେଉଁଥିରେ ନିଜର ସତ୍ୟତା ପ୍ରମାଣ କରିବାକୁ କାହାକୁ ନିଆଁରେ ଚାଲିବାର ବା କୌଣସି ଅତି କଠିନ ପୂଜାବିଧି ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳେ। ମୋଟାମୋଟି ଅଡିଆଲ୍ସ ହେଉଛି ଅତ୍ୟନ୍ତ କଷ୍ଟକର ଯନ୍ତ୍ରଣାଦାୟକ ବେଦନା ଯାହା ଶାରୀରିକ ବା ମାନସିକ ହୋଇପାରେ। ମନେ କରନ୍ତୁ ଆପଣ କୌଣସି ଭୀଷଣ ରୋଗ ବା ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ବହୁତ ଦିନ ଡାକ୍ତରଖାନାରେ କଷ୍ଟର ଚିକିତ୍ସା ଓ ଯନ୍ତ୍ରଣା ଭୋଗ କରିଛନ୍ତି। ପରେ ଯଦି ସେହିପରି କୌଣସି ଅସୁସ୍ଥତାର ଲକ୍ଷଣର ଆଭାସ ଆପଣ ପାଆନ୍ତି ତେବେ ଆପଣ ଭୟଭୀତ ହୋଇପଡ଼ନ୍ତି। ଏହାକୁ ଆମେ ଫିୟର ଅଡିଆଲ୍ସ କହିପାରିବା। ମୁଁ ଭାବୁଛି ଯୁଦ୍ଧବନ୍ଦୀ ସୈନିକ ସେମାନଙ୍କର କଠୋର ନିର୍ଯାତନାକୁ ମଧ୍ୟ ଏହି ଶ୍ରେଣୀଭୁକ୍ତ ବା ଅଡିଆଲ୍ସ ଭାବରେ ଗ୍ରହଣ କରାଯାଇପାରେ।
ଯଦି ଅତୀତର ସେଇ ଯନ୍ତ୍ରଣାଦାୟକ କଥା ତାଙ୍କ ସ୍ମରଣକୁ ଆସେ, ତେବେ ନିଶ୍ଚୟ ତାଙ୍କର ଭୟରେ ଲୋମ ଟାଙ୍କୁରି ଉଠିବ। ବନ୍ଧୁଗଣ, ଏଠାରେ ମୁଁ ମୋର ଜଣେ ରୋଗୀଙ୍କର ମାମଲା ଉପସ୍ଥାପିତ କରିବାକୁ ଚାହେଁ। ଜଣେ ମଧ୍ୟବୟସ୍କ ମହିଳା ଚିକିତ୍ସା ପାଇଁ ଆସିଲେ। ତାଙ୍କର ଅଭିଯୋଗ ଥିଲା ଯେ ଗୋଟିଏ ବନ୍ଦ କୋଠରୀରେ ଏକା ସେ ରହିପାରୁନଥିଲେ। ତାଙ୍କୁ ଖୁବ୍ ଭୟ ଲାଗୁଥିଲା। ଭାବୁଥିଲେ ମୋର ଜୀବନ ଛାଡ଼ିଯିବ। ଫିଅର ଅଫ୍ ଡେଥ୍, ଫିଅର ଆଲୋନ୍ ଅଫ୍ ବିଂ, କମ୍ପାନୀ ଡିଜାୟାର ଫର୍, ଫିଅର ନ୍ୟାରୋ ପ୍ଲେସେସ୍ ଇତ୍ୟାଦି ଉପରେ ନିର୍ଭର କରି ମୁଁ ତାଙ୍କୁ ଆର୍ଜେଣ୍ଟମ୍ ନାଇଟ୍ରିକମ୍ 200 ଓ ପରେ 1M ପ୍ରୟୋଗ କରିବାରେ ସେ ତାଙ୍କର ଭୟରୁ ମୁକ୍ତ ହୋଇଥିଲେ। ଏହାର ଅନ୍ୟ ଗୋଟିଏ ରୁବ୍ରିକ୍ ହେଉଛି ହାଇପୋକଣ୍ଡ୍ରିଆସିସ୍। ହାଇପୋକଣ୍ଡ୍ରିଆସିସ୍ ବର୍ତ୍ତମାନର ନାମକରଣ ହେଉଛି ତାର ଇଲନେସ୍ ଆଂଜାଇଟି ଡିଜର୍ଡର ବା IAD. It is a mental health condition characterized by excessive persistent worry about having or developing a serious undiagnosed medical illness even when physical symptoms are minor or absent. ଅର୍ଥାତ୍ କୌଣସି ଶାରୀରିକ ଲକ୍ଷଣ ବା ପ୍ରମାଣ ନଥାଇ ରୋଗୀ ନିଜକୁ ଖୁବ୍ ମାରାତ୍ମକ ରୋଗ ଭୋଗ କରୁଥିବାର ଭ୍ରମ ତାର ହୁଏ। ଏଥିପାଇଁ ତାର ମନରେ ଖୁବ୍ ଭୟ ହୁଏ ଓ ସେ ବାରମ୍ବାର ଡାକ୍ତରଙ୍କୁ ପରାମର୍ଶ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଇବାକୁ ଚାହେଁ। ଡାକ୍ତର ତାକୁ ରୋଗମୁକ୍ତ କହିଲେ ବି ହୁଏତ ସାମୟିକ ଆଶ୍ୱସ୍ତି ମିଳେ, ମାତ୍ର ସେ ସନ୍ତୁଷ୍ଟ ହୋଇପାରେ ନାହିଁ। ଏହାର ଅନ୍ୟ ରୁବ୍ରିକ୍ ହେଉଛି ଡେଲ୍ୟୁଜନ୍ସ, ହାର୍ଟ ଷ୍ଟପ୍ ବିଟିଂ ହ୍ୱେନ୍ ସିଟିଂ। ଲେଜିନେସ୍ ହେଉଛି ଏହାର ଅନ୍ୟ ଏକ ରୁବ୍ରିକ୍। ଏହାର ଆଳସ୍ୟର କାରଣ ପଛରେ ରୁବ୍ରିକ୍ ହେଉଛି ଡେଲ୍ୟୁଜନ୍ସ ୱାର୍କ ୱିଲ୍ ହାର୍ମ ହିମ୍, ଅର୍ଥାତ୍ କାମ କଲେ ତାର କ୍ଷତି ହେବ ବା ସେ ଆହତ ହେବ। ସେଥିପାଇଁ କାମ ନ କରିବାକୁ ସେ ଅସୁସ୍ଥତାର ଛଳନା କରେ। ଯାହାର ରୁବ୍ରିକ୍ ହେଉଛି ଫେନିଂ ସିକ୍। ଏଣୁ ସ୍ୱଭାବତଃ ସେ ବିଛଣାରେ ପଡ଼ି ରହିବାକୁ ଇଚ୍ଛା କରେ। ପରବର୍ତ୍ତୀ ଔଷଧ ହେଲା ଡ୍ରସେରା ରୋଟିଣ୍ଡିଫୋଲିଆ। ଡ୍ରସେରା ଏକ ମାଂସାଶୀ ବା କାର୍ନିଭରସ୍ ଉଦ୍ଭିଦ, ଯାହାର ଅନ୍ୟ ନାମ ହେଉଛି ସନ୍ଡ୍ୟୁ ବା ଶିଶିର ବିନ୍ଦୁ। ଏହାର ପତ୍ରରେ ଲାଲ ରଙ୍ଗର ସୁଶୋଭିତ କେଶ ସଦୃଶ ଟେଣ୍ଟାକିଲ୍ସ ମାନ ଥାଏ। ଏହି ଟେଣ୍ଟାକିଲ୍ସରେ ବିନ୍ଦୁ ବିନ୍ଦୁ ହୋଇ ଅଠାଳିଆ ପଦାର୍ଥ ଲାଗିଥାଏ ଓ ସୂର୍ଯ୍ୟ ରଶ୍ମିରେ ଏହା ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ଏହି ମନୋହର ଦୃଶ୍ୟ ସତେ ଯେପରି କୀଟମାନଙ୍କୁ ହାତ ଠାରି ଡାକେ। ରୁବ୍ରିକ୍ ହେଲା ଡେଲ୍ୟୁଜନ୍ସ କଲ୍ ସମୱାନ୍ କଲ୍ସ। ଏହି ଦୃଶ୍ୟରେ ମୁଗ୍ଧ ହୋଇ ଯେତେବେଳେ ମାଛି, ମହୁମାଛି ଏପରିକି ପ୍ରଜାପତି ପରି କୀଟମାନେ ଆକୃଷ୍ଟ ହୋଇ ଏହାର ସନ୍ନିକଟ ହୁଅନ୍ତି, ସେତେବେଳେ ତାର ଅଠାଳିଆ ଫାନ୍ଦରୁ ଆଉ ମୁକ୍ତ ହୋଇ ନପାରି ମୃତ୍ୟୁବରଣ କରନ୍ତି। ଏହି ଅବସ୍ଥାରେ ଶିକାରଟିର ମନୋଭାବ କ'ଣ ହେଇପାରେ ଅନୁମାନ କରନ୍ତୁ ତ। ରୁବ୍ରିକ୍ ଗୁଡ଼ିକ ହେଲେ ଡେଲ୍ୟୁଜନ୍ସ, ଡିସିଭ୍ଡ ବିଂ, ଡେଲ୍ୟୁଜନ୍ସ ବିଟ୍ରେଡ୍ ସିଜ୍, ଡେଲ୍ୟୁଜନ୍ସ ଏନିମି ସରାଉଣ୍ଡେଡ୍ ବାଇ ଏନିମିଜ୍, ଡେଲ୍ୟୁଜନ୍ସ ପରସ୍ୟୁଡ୍ ହି ୱାଜ୍ ଏନିମିଜ୍ ବାଇ। ଆପଣ ଦେଖିବେ ହୁପିଂ କାଶ ପରି ଭୟଙ୍କର ଅବସ୍ଥାରେ ଡ୍ରସେରା ରୋଗୀର ଏହିପରି ମନୋଭାବ ପ୍ରକାଶ କରିବାର ଆମେ ଦେଖୁ। ରୋଗୀ କୁହେ, ଆଜ୍ଞା ଏ ରୋଗ ମୋତେ ଜମା ପିଛା ଛାଡ଼ୁନି, ବହୁତ ହଇରାଣ କରୁଛି। ଏଠାରେ ରୂପକ ଅର୍ଥରେ ରୋଗଟିକୁ ଆମେ ଏନିମି ବା ଶତ୍ରୁ ଭାବରେ ନେଇପାରିବା। ରୋଗର ଫାନ୍ଦରୁ ମୁକ୍ତ ହେବା ପାଇଁ ରୋଗୀ ପ୍ରାଣପଣେ ଉଦ୍ୟମ କରେ। ସେଥିପାଇଁ ରୁବ୍ରିକ୍ ହେଉଛି ପରସିଭରାନ୍ସ, ରେଷ୍ଟଲେସ୍ ଡ୍ରାଇଭିଂ ଆବାଉଟ୍ ଏବଂ ଅବଷ୍ଟିନେଟ୍ ପ୍ଲାନ୍ସ ଇନ୍ ଦି ଏକ୍ଜିକ୍ୟୁସନ୍ ଅଫ୍। ପୁଣି ରୋଗୀ କୁହେ ରୋଗ ତାକୁ ଶାନ୍ତି ଦେଉନାହିଁ, ହଇରାଣ ହରକତ କରୁଛି। ଡେଲ୍ୟୁଜନ୍ସ ଏନିମି ରେଷ୍ଟ, ଏନିମି ଆଲାଉଡ୍ ହିମ୍ ନୋ। ଡେଲ୍ୟୁଜନ୍ସ ପରସିକ୍ୟୁଟେଡ୍, ହି ଇଜ୍ ପରସିକ୍ୟୁଟେଡ୍। ରୋଗର ମାତ୍ରା ତାକୁ ବେଶୀ ଓ ଦୀର୍ଘ ବୋଲି ମନେ ହୁଏ। ଡେଲ୍ୟୁଜନ୍ସ ଟଲର୍, ଥିଙ୍ଗସ୍ ଗ୍ରୋ ଟଲର୍। ଡେଲ୍ୟୁଜନ୍ସ ଲଙ୍ଗର, ଥିଙ୍ଗସ୍ ସିମ୍ ଲଙ୍ଗର। ପ୍ରଥମେ ମିତ୍ର ମନେ କରିଥିବା ବନ୍ଧୁ ପ୍ରତି ତାର ବର୍ତ୍ତମାନ ସନ୍ଦେହ ଜାତ ହେଉଛି ଏବଂ ସେ ଅଣାୟତ ହେଇଯାଉଛି। ସସ୍ପିସିୟସ୍ ଫ୍ରେଣ୍ଡସ୍ ହିଜ୍ ବେଷ୍ଟ,
ବିସାଇଡ୍ସ ୱାନ୍ସେଲ୍ଫ ବିଙ୍ଗ୍। ଏପରି ଅବସ୍ଥାରେ ସେ ସାହଚର୍ଯ୍ୟ ଖୋଜେ, ସମର୍ଥନ ଲୋଡ଼େ। ରୁବ୍ରିକ୍ ହେଉଛି କମ୍ପାନୀ ଡିଜାୟାର ଫର୍, ଆମେଲ୍ ଇନ୍ କମ୍ପାନୀ, ହେଲ୍ଡ ଆମେଲ୍, ବିଙ୍ଗ ହେଲ୍ଡ ଇତ୍ୟାଦି। ଏଣୁ ବେଡ୍ ରିମେନ୍ ଇନ୍ ବେଡ୍ ତା ପାଇଁ ଆବଶ୍ୟକ। କଷ୍ଟକର ରୋଗ ଯନ୍ତ୍ରଣାରେ ରୋଗୀର ଏହି ମାନସିକ ଲକ୍ଷଣମାନ ଡ୍ରସେରାର ନିର୍ବାଚନରେ ଆମକୁ ସହାୟ। ଏବେ ପରବର୍ତ୍ତୀ ଔଷଧଟି ଦେଖିବା, ହାୟୋସାମସ୍ ନାଇଗର। ପ୍ରଖ୍ୟାତ ମାଇଣ୍ଡ ମେଥଡ ଚିକିତ୍ସକ ଡାକ୍ତର କଲ୍ୟାଣ କୁମାର ସୁର ଏହି ଔଷଧଟିର ସାମଗ୍ରିକ ଲକ୍ଷଣମାନଙ୍କୁ ଗୋଟିଏ ପଂକ୍ତିରେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ତାହା ହେଉଛି ରିସ୍କ ଆଭଏଡର। ଏହାର ସରଳ ଅର୍ଥ ହେଲା କୌଣସି ବିପଦପୂର୍ଣ୍ଣ ସମ୍ଭାବନାକୁ ଏଡ଼େଇ ଯିବା। କେହି କେହି କୁହନ୍ତିନି କି କାଦୁଅରେ ପଶିବ କିଏ, ଗୋଡ଼ ଧୋଇବ କିଏ, ଯାହାକୁ ଆମେ ବେଳହୁଁ ସାବଧାନ ବୋଲି କହିପାରିବା। ଏହି ରୋଗୀ ଆହତ ବା କ୍ଷତିଗ୍ରସ୍ତ ହେବାକୁ ଭୟ କରେ, ଏପରିକି ପ୍ରମାଣ ନଥାଇ କୌଣସି କାଳ୍ପନିକ କାରଣରୁ ଆହତ ହେବାର ଅଭିଯୋଗ କରିଥାଏ। ଏହାର ରୁବ୍ରିକ୍ମାନଙ୍କୁ ଅନୁଧ୍ୟାନ କଲେ ଆପଣମାନେ ସ୍ପଷ୍ଟ ଭାବରେ ତାର ଏହି ରିସ୍କ ଆଭଏଡର ଗୁଣଟିକୁ ବୁଝିପାରିବେ। ତେବେ ଚାଲନ୍ତୁ ଏହାର ପ୍ରମୁଖ କେତୋଟି ରୁବ୍ରିକ୍ ଗୁଡ଼ିକୁ ଆଗେ ଦେଖିନେବା। ଡେଲ୍ୟୁଜନ୍ସ ଇଞ୍ଜୁରି ବିଙ୍ଗ ଇଞ୍ଜୁର୍ଡ ଇଜ୍ ସରାଉଣ୍ଡିଂସ ବାଇ, ଫିୟର injury being injured of, complaining injury of imaginary, suspicious, delusions wrong suffered he has, hypochondriasis। ରୋଗଟି ଯେ ତାର ଭିତରେ ଭିତରେ କିଛି କ୍ଷତି କରି ଚାଲିଛି, ଏହା ତାର ବଦ୍ଧମୂଳ ଧାରଣା। ଏହି ଧାରଣା ଆପଣଙ୍କୁ ସତ୍ୟ ବୋଲି ପ୍ରତ୍ୟୟ ନହେଲେ ବି ତାର ଦୃଢ଼ ଧାରଣା। ପୁଣି ଭାବେ ମୋର ପାରିପାର୍ଶ୍ୱିକ ଅବସ୍ଥା ମୋତେ କ୍ଷତି ପହଞ୍ଚାଉଛି। ଏହି ସରାଉଣ୍ଡିଂସ ହୁଏତ ମେଟେରିଆଲ ବା ଇମ୍ୟାଟେରିଆଲ ହେଇପାରେ। ଡେଲ୍ୟୁଜନ୍ସ ଇଞ୍ଜୁର୍ଡ ବାଇ ସରାଉଣ୍ଡିଂସରେ ତିନିଟି ଔଷଧ ଅଛନ୍ତି, ସେମାନେ ହେଲେ ହାୟୋସାମସ୍, ଲାକେସିସ୍ ଓ ନାଜା। ଆପଣ ଦେଖିବେ ରୋଗୀ ତାର ଚତୁଃପାର୍ଶ୍ୱରେ ଥିବା କୌଣସି କାରଣକୁ ନିଜର ଅସୁସ୍ଥତା ପାଇଁ ଦାୟୀ କରିବ। କହିବ, ଆଜ୍ଞା ଏଇ ଯେଉଁ ଧୂଆଁ, ଧୂଳି, କୁହୁଡ଼ି, ବାୟୁ ପ୍ରଦୂଷଣ ଇତ୍ୟାଦି, କୌଣସି ଗୋଟିଏ କାରଣ ତାର ଅସୁସ୍ଥତା ପାଇଁ ହିଁ ଦାୟୀ। ଥରେ ଜଣେ ରୋଗୀଙ୍କର ପେଟରେ ବାୟୁ ସଞ୍ଚୟ ହେତୁ ତାଙ୍କର ପେଟ କାମୁଡ଼ା ହେଉଥାଏ। କିଛି ଆଲୋପାଥି ଖାଇ କମିନଥିଲା ତାଙ୍କର। କଥା ପ୍ରସଙ୍ଗରେ ସେ ମୋତେ କହିଲେ, ଆଜ୍ଞା ମୋର ଗୋଟିଏ ଭାଇ ମଦୁଆ, ସେ କାମଦାମକୁ ନ ଯାଇ ମଦ ପିଇ ତାର ସ୍ତ୍ରୀ ପିଲାଙ୍କୁ ମାରଧର କରେ, ଘରେ ଅଶାନ୍ତି କରୁଛି। ମୁଁ ଡ୍ୟୁଟିରୁ ଫେରି ଏହିସବୁ ଅଶାନ୍ତି ହେତୁ ମୋର ଦେହ ଖରାପ ହେଇଯାଉଛି। ମୁଁ ତାଙ୍କୁ ହାୟୋସାମସ୍ 200 3 ପାଣି ଦେବାରେ ସେ ସୁସ୍ଥ ଅନୁଭବ କଲେ। ହାୟୋସର ସସ୍ପିସିୟସ୍ ଓ ଡେଲ୍ୟୁଜନ ରଙ୍ଗ ସଫର୍ଡ ରଙ୍ଗ ହି ହାଜ୍ ରୁବ୍ରିକ୍ ସହିତ ଫିୟର ବିଟ୍ରେଡ୍ ଅଫ୍ ବିଙ୍ଗ ଅଛି। ଏଣୁ ସେ ସର୍ବଦା ରିସ୍କ ଆଭଏଡ୍ କରିବାକୁ କସସ୍ ରହିବ। କହିବ, ଡାକ୍ତରବାବୁ ମୁଁ ଅମୁକ ଡାକ୍ତରଙ୍କ ପାଖକୁ ଯାଇଥିଲି, ମୋର ଦେହ ଭଲ ହେବା ବଦଳରେ ବେଶୀ ଖରାପ ହେଇଗଲା। ଏଣୁ ଟିକେ ଦେଖି ଚାହିଁ ଭଲ ଭାବରେ ବିଚାର କରି ଆପଣ ଔଷଧ ଦେବେ, ଯେମିତି ମୋ ଦେହ ଆଉ ବେଶୀ ଖରାପ ନ ହେବ। ରୋଗୀର ଏହି କଥାରୁ ଆପଣ ତାର ରଙ୍ଗ ସଫର୍ଡ ଏବଂ ଫିୟର ବିଟ୍ରେଡ୍ ଅଫ୍ ବିଙ୍ଗ ରୁବ୍ରିକ୍ ପାଇବେ। ପୁନଶ୍ଚ ରୋଗୀର କାଳ୍ପନିକ ବା ଇମାଜିନାରୀ ଧାରଣା ଯେ ହୁଏତ ଅମୁକ ଖାଦ୍ୟଟି ଖାଇଲେ ତାର ଦେହ ଖରାପ ହେବ, ତେଣୁ ସେ କହିବ, ଆଜ୍ଞା ମୁଁ ଜମା ସେ ଜିନିଷ ଖାଇବି ନାହିଁ। ଆପଣ ଯେତେ ବାଧ୍ୟ କଲେ ବି ସେ ତାହା ଗ୍ରହଣ କରିବ ନାହିଁ, ଯେଣୁ ତାର ପ୍ରତାରିତ ହେବାର ଭୟ ଥାଏ। ହାଇପୋକଣ୍ଡ୍ରିଆସିସ୍ ହେତୁ ସେ ବାରମ୍ବାର ଭଲ ଭାବେ ପରୀକ୍ଷା ନିରୀକ୍ଷା କରିବାକୁ ଚାହିଁବ। ନିଜର କାହିଁକି ଏମିତି ହେଉଛି, କେଉଁ ଡାକ୍ତରକୁ ଦେଖେଇବ ହେଲେ ଠିକ୍ ହେବ ଇତ୍ୟାଦି ବିଷୟରେ ସେ କିଛି ନିର୍ଣ୍ଣୟ କରିପାରେ ନାହିଁ। ଏଥିପାଇଁ ରୁବ୍ରିକ୍ ହେଉଛି ଗେସ୍ଚର ଗ୍ରୋପିଂ ଆଜିଭ୍ ରୁବ୍ରିକ୍ରେ ସେ ଅନ୍ତର୍ଭୁକ୍ତ। ଏଥିରୁ ସ୍ପଷ୍ଟ ଯେ ହାୟୋସାମସ୍ ସର୍ବଦା କମ୍ଫର୍ଟରେ ବା ବେଡ୍ରେ ରହିବାକୁ ଚାହେଁ। ଏହି ମାନସିକ ଲକ୍ଷଣ ଗୁଡ଼ିକ ପରସ୍ପର ମଧ୍ୟରେ ସମ୍ବନ୍ଧ ଥିବାରୁ
ହାୟସ୍ ନିର୍ବାଚନ କରିବାକୁ ଆମକୁ ବିଶେଷ କଷ୍ଟ କରିବାକୁ ହୁଏ ନାହିଁ। ବନ୍ଧୁଗଣ, ବେଡ୍ ରିମେନ୍ ଇନ୍ ଡିଜାୟାର ଟୁ ରୁବ୍ରିକ୍ର ଅନ୍ତର୍ଗତ କେତୋଟି ପ୍ରମୁଖ ଔଷଧ ଆମେ ସେମାନଙ୍କର ଅନ୍ୟାନ୍ୟ ରୁବ୍ରିକ୍ ଗୁଡ଼ିକ ପରିପ୍ରେକ୍ଷୀରେ ଆଲୋଚନା କଲେ। ଏହିପରି ଉକ୍ତ ରୁବ୍ରିକ୍ ଅନ୍ତର୍ଗତ ଅନ୍ୟାନ୍ୟ ଔଷଧ ଗୁଡ଼ିକର ତୁଳନାତ୍ମକ ଅଧ୍ୟୟନ ଆପଣମାନେ କରିପାରିବେ। ବର୍ତ୍ତମାନ ପାଇଁ ଏତିକି। ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ତା ସହିତ ଆପଣମାନଙ୍କର ସୁଚିନ୍ତିତ ମତାମତ ଜଣାଇବେ। ଆଜି ରହୁଛି। ଧନ୍ୟବାଦ। ନମସ୍କାର।